द्विपञ्चाश अध्याय चन्द्रध्वज संवाद। मनु उवाच कहई से मनुराजन चैतन्य कह भक्त गुण मकर्ण हईब पवित्र दुर्बुद्धि छाड़िब त्वरित भगत कथामृत पान करी पवित्र हेउ मन चैतन्य कहे मन शुण चन्द्रध्वज नामे राजन उड़ीसा सारंगगढ़र षोलଯୋଜନ राज्य तार राणी नाम मुकुंद देई विद्याधर पुत्र अटई राजा जे विवेक सुशील दया भावरे अति भोळ देवा पदरे सेहु जणे हरि भजई अनुक्षणे हरि जे पिंडर करता हरि अटंती मुख्य दाता ଏହା ନ ଜାଣି ଦୁଷ୍ଟ ଜନ ମନ୍ଦ ଭାବରେ ହୁଅନ୍ତି ଲୀନ ରାଜା ଯେ ପରଜାଙ୍କ ଚିତ୍ତ ଭକ୍ତି ଭାବରେ ଅଛି ପୂତ ଜାଣିଲେ ବ୍ରହ୍ମାଣ୍ଡ ଗୋସାଇଁ କରୁଣା କଲେ ତାଙ୍କ ଠାଇ ସେ ରାଜପୁତ୍ର ବିଦ୍ୟାଧର ପାରିଧି କରେ ବନସ୍ତର ଦିନେ ଅନେକ ମୃଗ ମାରି ଗୃହକୁ ଅଇଲା ସେ ଫେରି ତା ପିତା ଚନ୍ଦ୍ରଧ୍ୱଜ ଦେଖି ପୁତ୍ରକୁ କହେ ହଇ ଦୁଃଖୀ ଦୁର୍ବୁଦ୍ଧି କଲୁ ରେ କୁମର ଦ୍ରୋହୀ ହଇଲୁ ହରି ଠାର ଜୀବରେ ତର ଦୟା ନାହିଁ ବୃଥା ହେଉଛୁ ପାପେ ଗ୍ରାହୀ ଶୁଣ ନନ୍ଦନ ବଚନ ନ ଚିହ୍ନୁ ନର ନାରାୟଣ ମୁକ୍ତାକୁ ଛାଡ଼ିଲୁ ରେ ପୁଣ ଗରଗଡ଼ କଲୁ ଭୂଷଣ ତୁଳସୀ ଗଛ ତୁ ଛାଡ଼ିଲୁ ଗଞ୍ଜାଇ ଗଛକୁ ପାଳିଲୁ ଚମ୍ପା ଫୁଲ ମାଳ ଛାଡ଼ିଲୁ ଶିମୁଳି ଫୁଲ ମଣ୍ଡି ହେଲୁ ଗଙ୍ଗା ଜଳକୁ ତୁହି ଛାଡ଼ୁ କୂପ ଜଳରେ କିମ୍ପା ବୁଡ଼ୁ ହରିଠାରେ ଦ୍ରୋହ କରିନ ତା ପାଦେ ନ ପଶୁ ଶରଣ ଗ୍ରାସ ଦେବତା ପୂଜା କରି ବ୍ୟର୍ଥରେ ଦିନ ମାନ ହାରି ମକୁଳେ କଳଙ୍କ ଯେ ଦେଉ ଏହା ତୁ ନ କରିବୁ ଆଉ ଶ୍ରୀକୃଷ୍ଣ ଠାରେ ଭକ୍ତି କଲେ ଯଶ ରହିବ ମହି ତଳେ ତ ଜନ୍ମ ହଇବ ସୁଫଳ ବଞ୍ଚିବୁ ତୁ ଯେ ଚିରକାଳ ଜୀବଠାରେ ତୁ ଦୟା କର କୃପା କରିବେ ଚକ୍ରଧର ହରି ଭକତି କର ତୁହି ସୁଭାଗା ନାରୀ ପ୍ରାୟ ହଇ କାନ୍ତ ଚରଣେ ମନ ଥୋଇ ଦିବସ ରଜନୀ ବଞ୍ଚଇ ହରି ଭଜନ କରି ବାବୁ ସଂସାର ଚେଷ୍ଟା ଛାଡ଼ି ସବୁ ମିଥ୍ୟା ଅଟଇ ଏ ଶରୀର ହରି ନାମଟି ଏକାସାର ହେମନ୍ତ ବୁଦ୍ଧିନ ରାଜନ ଗଲେ ରାଣୀ ସଙ୍ଗେ ଘେନିଣ ଯାଇନ ପ୍ରବେଶ ନଗର ହରି ଜାଣିଲେ ମନ ତାର ମାୟାରେ ବିଶ୍ୱରୂପ ଧରି ଏକଇ ଶିଷ୍ୟ ସଙ୍ଗେ ଧରି ରାତ୍ରେ ଭ୍ରମନ୍ତି ନର ହରି ଶୁଣିଲେ ଏକ ଗୃହକାରୀ ସମ୍ଭୁକ କାଳେ ନାରୀ ପ୍ରତି କୌତୁକେ କହଇ ଭାରତୀ ଶ୍ରଦ୍ଧାରେ ତ ମୁଖ ଦେଖିଲି କୃଷ୍ଣ ଦର୍ଶନ କିବା କଲି ରମଣେ ସନ୍ତୋଷ ମନ ଦେଖିଲେ ଚକ୍ଷୁ କୃଷ୍ଣ ବର୍ଣ୍ଣ ଯାରେ ସୁମରି ଯୋଗୀ ଗଣ ମୁକତି ହେଲେ ଦେହାନ୍ତେଣ ତୁମ୍ଭର ଗତି ସେହି ରୂପେ ସ୍ୱାମୀ କହେ ନାରୀ ସମୀପେ ରାତ୍ରେ ବୋଲିନ ମହାବାହୁ ଏ ସର୍ବ କଥା ଶୁଣି ତହୁଁ ବଇଲେ ନଗର ଲୋକେ ଧନ୍ୟ ଜାଣିବି ରାଜାର କି ପୁଣ୍ୟ ବୃଦ୍ଧ ବ୍ରାହ୍ମଣ ରୂପ ହୋଇ ଗମନ କଲେ ଭାବଗ୍ରାହୀ ସଭାରେ ଅଛି ରାଜା ବସି ପ୍ରବେଶ ହେଲେ ବ୍ରହ୍ମ ରାଶି ରାଜାକୁ କଲେ ସେ କଲ୍ୟାଣ କୃଷ୍ଣ ଭକ୍ତିରେ ଯାଉ ଦିନ ଚମକି ରାଜନ ଉଠିଲା ବିନୟେ ଦଣ୍ଡବତ କଲା ସଧୀରେ ବଇଲା ବଚନ ନମସ୍କାର ନୁହୁଁ କଲ୍ୟାଣ ଆଜ ସୌଭାଗ୍ୟ ବଡ଼ ମୋର ପୟରେ ପଡ଼ିଲା ମହୁର ଏତେକ କହି ଶୁଦ୍ଧ ନିରେ ପାଦ ଧୋଇଲେ ଭକ୍ତି ଭରେ
ସେ ପାଦ ଉଦକକୁ ନେଇ ଅଙ୍ଗେ ବଳିଲା ଦୋଷ ହୋଇ। ପୁଣି କେତେକ ପାନ କଲା ଦିବ୍ୟ ଆସନେ ବସାଇଲା। ବହୁତ କଲା ପୂଜା ମାନ୍ୟ ସନ୍ତୋଷ ହେଲେ ନାରାୟଣ। କ୍ଷଣେ ବିଶ୍ରାମ କଲେ ତହିଁ ବିଦାୟ ହୋଇଲା ଗୋସାଇଁ। ସେ ରାଜା ରାଜ୍ୟରେ ମିଳିଲେ ବେଦ ଗାୟନ ଆରମ୍ଭିଲେ। ରାଜା ତା ଶ୍ରବଣେ ଶୁଣିନ ବଇଲେ ଶୁଣ ହେ ବ୍ରାହ୍ମଣ। କାହୁଁ ଅଇଲ ଶିଷ୍ୟ ସଙ୍ଗେ ମୋ ଯଜ୍ଞ ଫଳ ହେଲା ଏବେ। ତୁମ୍ଭର ଶୁଣିଲି ମୁଁ ବେଦ ମୋ ମନ ହୋଇଲା ପ୍ରମୁଦ। ମାୟା ନ କରି କହ ସତ୍ୟ କେବଳ କାରଣେ ଆଗତ। ଯାହା ମାଗିବ ତା ଦେବଇ ବେଗେଣ କହିବା ଗୋସାଇଁ। ସତ୍ୟ ସତ୍ୟ ମୋର ବଚନ ଏହୁ ସମ୍ପଦେ କି କାରଣ। ରାଜଭଣ୍ଡାର ପୁର ନାରୀ ଶିର କମଳ ଆଦି କରି। ତା ଶୁଣି କହିଲେ ବ୍ରାହ୍ମଣ ଶୁଣ ହେ ନୃପତି ତୁ ପୁଣ। ଧର୍ମନଗରେ ମୋର ଘର ଏକଇ ପୁତ୍ର ଥିଲା ମୋର। ତ ରାଜ୍ୟ ଅଛି ବିଷ୍ଣୁଙ୍କର ଏକ ଦୁହିତା ଅଛି ତାର। ତାହାର ବିବାହ ଅର୍ଥେ ଜାଣ ମୋର ପୁତ୍ରକୁ ଆଣନ୍ତେଣ। ଆସନ୍ତେ ଅଗମ୍ୟ ବନସ୍ତେ ବାଘ୍ରେକ ମିଳିଲା ତୁରିତେ। ସେ ଦୁଷ୍ଟ ବଳେ ଝାମ୍ପି ଆସି ମୋ ପୁତ୍ରେ ନେଲା ସେ ଆକର୍ଷି। ତହୁଁ ମୋ ପୁତ୍ର କଲା ରଡ଼ି ବଇଲା ମତେ ଗଲ ଛାଡ଼ି। ଏହୁ କଷଣୁ ରକ୍ଷା କର ଦେଖି ରହିଲି ମୁଁ ଏଠାର। ତା ଦେଖି ବୁଡ଼ିଲା ମୋ ଜ୍ଞାନ କ୍ଷଣେ ମୁଁ ହୋଇଲି ମଉନ। ଡକାବୁ ବାଳି ପୁଣି କଲି ନୃସିଂହ ରକ୍ଷା କର ବୋଲି। ବ୍ୟାଘ୍ରର ମୂର୍ତ୍ତି ଭୟଙ୍କର ଦେଖି ନୋହିଲା ଭୟ ମୋର। ତୁଣ୍ଡେ ମୁଁ ନାରାୟଣ ବୋଲି ଜୀବନ ଆଶାକୁ ଛାଡ଼ିଲି। ମିଳିଲେ ସେ ବ୍ୟାଘ୍ର ପାଶରେ ମୁଣ୍ଡ କଚାଡ଼ିଲି ଭୂମିରେ। ତା ପାଦ ତଳେ ମୁଁ ପଡ଼ିଲି ମତେ ପୁତ୍ର ଦିଅ ତୁ ବୋଲି। ମନୁଷ୍ୟ ବଚନ ପ୍ରକାର ମତେ ସେ କହିଲା ଉତ୍ତର। ଶୁଣ ବ୍ରାହ୍ମଣ ମୋ ବଚନ ତ ପୁତ୍ର ଅଟେ ମୋ ଭୁଜନ। ରୁଗ ଯେ ବ୍ୟାଘ୍ର ସର୍ପ ଘାତ ଯମର ଅଟନ୍ତି ଏ ଦୂତ। ଯାହାର ମୃତ୍ୟୁ ଯେଉଁଠାରେ ବିଧାତା ଘଟାଏ ସଂସାରେ। ଘଟଇ ଯେତେବେଳେ କାଳ ଦାନ ପୁଣ୍ୟ କଲେ ନିଷ୍ଫଳ। ଅବଶ୍ୟ ସେ ପ୍ରାଣୀ ମରଇ ଧର୍ମଶାସ୍ତ୍ରରେ ଅଛି କହି। ଶୁଣି ମୁଁ ଅନେକ କାନ୍ଦିଲି ବହୁତ ବିନୟେ କହିଲି। ଶୁଣ ତୁ ବ୍ୟାଘ୍ର ମୋ ଉତ୍ତର କପଟ ନ ରଖି ମହର। କେମନ୍ତେ ପୁତ୍ର ମୋ ବଞ୍ଚଇ ତାହା ତୁ କହ ହବ ଛାଇ। ଯାହା ମତେ ସେହି ବଇଲା କହିବା ନୁହଁଇ ସେ ଭଲା। ଅତି କଠିନ କଥା ସେହି ରାଜନ କେହ୍ନେ କହିବଇ। ବଲେ ନୃପତି ତତ୍ପର ହେ ବିପ୍ର ବିଳମ୍ବ ନ କର। ଅବଶ୍ୟ ସେ କଥା କରିବି ତ ଲାଗି ଅଗ୍ନିରେ ଝାସିବି। ବ୍ରାହ୍ମଣ ବଲଇ ରାଜନ ସେ ଦୁଷ୍ଟ ଯାବଇଲା ଶୁଣ। ପୁତ୍ର ପାଲଟେ ଯେହୁ ପୁଣ ଦକ୍ଷିଣା ମାଗୁଅଛି ଜାଣ। ପୁତ୍ର ନାରୀ କରତେ ଚିରି ସର୍ବାଙ୍ଗ ବେନିଫାଳ କରି। ମନରେ ବିକଳ ନଥିବ ଏମତେ ଦକ୍ଷିଣା ଯେ ଦେବ। ଏମନ୍ତ ମାଂସ ଆଣି ଦେବୁ ତେବେ ତ ପୁତ୍ରକୁ ତୁ ନେବୁ। ବ୍ରାହ୍ମଣ ବଇଲେ ବଚନ ପୂର୍ବର କଥା ଶୁଣ ପୁଣ। କର୍ଣ୍ଣ ବଲିଣ ଦାନୀ ଥିଲା ପୁତ୍ର ମାରି ଭୋଜନ ଦେଲା। ବଳି ରାଜାର ଦାନୀ ପଣ ତ୍ରିପାଦ ଭୂମି ଦେଲା ଦାନ। ପୁରୁ ବଲିଣ ମହାରାଏ ମାଉଁସ କାଟି ଦାନ ଦିଏ। କପୁତ ପକ୍ଷୀକି ରଖିଲା ପୁରାଣେ ତା କଥା ରହିଲା। ଦାନୀ ମାନଙ୍କର ପ୍ରସ୍ତାବ ନିଜ ଶରୀରେ ନାହିଁ ଭାବ। ପର ପାଇଁ ସେ ଦିଅନ୍ତି ପ୍ରାଣ ଶୁଣିବା ହେଉ ହେ ରାଜନ। ପୂର୍ବରେ ଥିଲେ ରାମଚନ୍ଦ୍ର ଅଯୋଧ୍ୟା ଦଶର ନରେନ୍ଦ୍ର।
ବିପ୍ରମଲା ପୁତ୍ର ଆଣିଲେ ସତ୍ୟବନ୍ତ ଧର୍ମ ରଖିଲେ। ଶ୍ରୀରାମ ପ୍ରାୟ ତତେ ଜାଣି ତୁମ ପୁତ୍ରକୁ ଦିଅ ଆଣି। ରାଜନ ଶୁଣିଏ ବଚନ ବଇଲେ ଶୁଣ ହେ ବ୍ରାହ୍ମଣ। ଚିନ୍ତା ତ ମନରୁ ଉପେକ୍ଷ ତ ପୁତ୍ର ଆଣି ଦେବି ଦେଖ। ମହର ଅର୍ଦ୍ଧ ଅଙ୍ଗ ଦେଲେ ତ ପୁତ୍ର ବ୍ୟାଘ୍ର ଦେବ ଭଲେ। ଏହା କହିଣ ସେ ରାଜନ ପୁତ୍ର ପ୍ରଜାଙ୍କୁ ଡକାଇଣ। ପୁତ୍ରକୁ ଅଭିଷେକ କଲେ ଛତ୍ର ଧରାଇ ଖଣ୍ଡା ଦେଲେ। ସୁଚିତେ ବସିଲେ ରାଜନ ମାଳା ତିଳକ ଆଭରଣ। ବ୍ରାହ୍ମଣ ମାନଙ୍କୁ ଡାକିଲେ ମୋ ସତ୍ୟ ରହୁ ହେ ବଇଲେ। ବଢାଇ ଡାକିଲେ ବହୁତ କହିଲେ ଯାବତ ବୃତ୍ତାନ୍ତ। ବଢାଇ କରତ ଘେନିଣ ଉଭା ହୋଇଲେ ପାଶେ ପୁଣ। ନାରୀ ପୁତ୍ରକୁ ଡକାଇଲେ କଲ୍ୟାଣ କରିବ ବଇଲେ। ମହର ଅଙ୍ଗ କରତିବ ଦକ୍ଷିଣ ଅଙ୍ଗ ବିପ୍ରେ ଦେବ। ମୋ ମନ ମଧ୍ୟେ ଦୁଃଖ ନାହିଁ ଯେମନ୍ତ ବିପ୍ରପୁତ୍ର ପାଇ। ମୋ ସତ୍ୟ ଯେମନ୍ତେ ରହିବ ତେମନ୍ତ ତୁମ୍ଭେ ବିଚାରିବ। ସେହୁ ବ୍ରାହ୍ମଣ ପାଦ ଧୋଇ ଆସନେ ବସାଇଲେ ନେଇ। ଦୁଇ ଖମ୍ପ ଆଣ୍ଟେ ବନ୍ଧାଇ ମାଲଙ୍କୁ ଡାକି ସର୍ବ କହି। ବଇଲେ ତୁମ୍ଭେ ବଳବନ୍ତ ଆଣ୍ଟେ ଧରିବ ମୋର ଗାତ୍ର। ପୁତ୍ର ନାରୀ ଯେ ମତେ ଚିରି ଦକ୍ଷିଣ ଅଙ୍ଗ ତୁଳି ଧରି। ସେହି ବ୍ରାହ୍ମଣେ ଦେବେ ଦାନ ତେବେ ମୋ ସୁଫଳ ଜୀବନ। ରାଣୀ ବଇଲେ ହେ ରାଜନ ତୁମ୍ଭର ଦେହ ନୁହୁଁ ଖୁଣ। ମତେ ସେ ଦିଅ ତୁମ୍ଭ ଦାନ ତୁମ୍ଭର ଥାଉ ଏ ଜୀବନ। ବ୍ରାହ୍ମଣ ମୋ ଶରୀର ନେଉ ବ୍ୟାଘ୍ରକୁ ଶୀଘ୍ର ଯାଇ ଦେଉ। ଯେ ନାରୀ ମରେ ସ୍ୱାମୀ ଆଗେ ପାପ ବିନାଶିବ ସେ ସ୍ୱର୍ଗେ। ଏହା ଶୁଣିନ ସେ ବ୍ରାହ୍ମଣ ବଲଇ ଆଗ ତୁମ୍ଭେ ଶୁଣ। ଏ ମାଂସ ବ୍ୟାଘ୍ର ନ ଭକ୍ଷିବ ମୋ ପୁତ୍ର କେବେ ହେ ନ ଦେବ। ଏ ରାଜା ସତ୍ୟ ଭଙ୍ଗ ହେବ ହସିବେ ପ୍ରଜା ଲୋକ ସର୍ବ। ତା ଶୁଣି ପୁତ୍ର କହେ ତହୁଁ ଦିଅ ହେ ମତେ ବ୍ୟାଘ୍ର ଖାଉ। ପିତା ପୁତ୍ରରେ ନାହିଁ ଭେଦ ଜାତ ହୋଇଛି ତାଙ୍କ ସ୍ୱେଦ। ଶ୍ରୀରାମ ଥିଲେ ଯେ ପୂର୍ବେନ ପିତା ସତ୍ୟରେ ଗଲେ ବନ। ପଶୁ ଜନ୍ମିଲେ ଋଷି ଘର ପିତାର ସତ୍ୟ କଲେ ସାର। ଶୁଣିମା ହେଉ ହେ ବ୍ରାହ୍ମଣ ପିତା ନିମନ୍ତେ ଯାଉ ପ୍ରାଣ। ସଂସାରେ ରହୁ କୀର୍ତ୍ତି ମୋର ପାଦେ ପଡୁଛି ମୁଁ ତୁମ୍ଭର। ଏହା ଶୁଣିନ ସେ ବ୍ରାହ୍ମଣ ବଲଇ ରାଜପୁତ୍ର ଶୁଣ। ମାତା ସୁତ ଯେ କର ତେଣ କରତ ରାଜା ଅଙ୍ଗ ପୁଣ। ଦକ୍ଷିଣ ଅଙ୍ଗ ଯେବେ ଦେବ ତେବେ ସେ ବ୍ୟାଘ୍ରତା ଭକ୍ଷିବ। ତେବେ ପୁତ୍ରକୁ ଦେବ ସେହି ତ ହସ୍ତେ କରତିବୁ ଦେହି। ଏମନ୍ତ ରାଜପୁତ୍ର ଶୁଣି ଆପଣା ମନ ମଧ୍ୟେ ଗୁଣି। ବଲେ ଏ ନିଶ୍ଚେ ନାରାୟଣ ନହିଲେ ଦ୍ୟନ୍ତି କି କଷଣ। ଚନ୍ଦ୍ରଧ୍ୱଜ ଆନନ୍ଦ ହୋଇ କରତ ପୁତ୍ର ହସ୍ତେ ଦେଇ। ପରମ ଆନନ୍ଦରେ ବୁଡ଼ି ନାରୀଙ୍କି ବଲେ ତଡ଼ ବଡ଼ି। ବିଳମ୍ବ ନ କର ଗପୁଣ ହୋଇବ ସତ୍ୟ ଭଗ୍ନ ଜାଣ। ଏକେ ତ ସେ ରାଜା କହିଲା ଗୁରୁ ନାମ ଉଚ୍ଚାରଟିଲା। ରାମ ଗୋବିନ୍ଦ କୃଷ୍ଣ ହରି ଅଚ୍ୟୁତ ଅନନ୍ତ ମୁରାରି। ଶ୍ରୀ ମଧୁସୂଦନ ମୁକୁନ୍ଦ ଆରତ ଖଣ୍ଡ ହେ ଗୋବିନ୍ଦ। ଏହା ଶୁଣି ନ ଦେବ ଲୋକେ ଆକାଶେ ଦେଖନ୍ତି ଉତ୍ସୁକେ। ପ୍ରଜା ଲୋକ ଯେ ଯାହା କଲେ ବ୍ରାହ୍ମଣେ ହରି ଉଚ୍ଚାରିଲେ। ମାତା ପୁତ୍ରଙ୍କର ଆନନ୍ଦ ଭଜନ୍ତି ଶ୍ରୀରାମ ଗୋବିନ୍ଦ। ରାଣୀ ବଇଲେ ବିନୟରେ ଶୁଣ ମୋ ବାଣୀ ବିପ୍ରଭରେ। ଭେଦ କରାଉଚ କାନ୍ତେଣ ନୃସିଂହ ପରି ବିଦାରିଣ। ନୃସିଂହ ପରି ମୁଁ ଦାରୁଣ ମୁଁ ଜାଣେ ତୁମ୍ଭେ ନାରାୟଣ। ତା ଶୁଣି ନୃପତି ବଲଇ ରାଣୀ ତ ଗୁଣ ଶୁଝି ନହି।
ଯେସନେ ରମଣର କାଳେ ନଖ ଦନ୍ତ ଘାତେ ବିହୋଳେ ସେ କାଳେ ଦୁଃଖ ନ ଲାଗଇ ତେନେ ନିର୍ଭୟ ହେଲେ ତହିଁ ଶୁଣି ମା ହେଉ ମହାଦେଇ ବେଗେ କର ତମର ଦେହି ଚକ୍ରଧର କରିବେ ପାରି ହରିଣ ବିପତ୍ତି ଉଦ୍ଧାରି ଦ୍ରୌପଦୀ ଲଜ୍ଜା ନିବାରିଲେ ଗଜକୁ ଆତଙ୍କୁ ରଖିଲେ କୁମ୍ଭୀର ନାଶନ ଯେ ହରି ସେ ହରି ମତେ ଯେ ଉଦ୍ଧାରି ଏହା କହନ୍ତେ ସେ ମନର ତାହା ଜାଣିଲେ ଚକ୍ରଧର ଏସନ ସମୟରେ ତହିଁ ବେଗେ କରତି ହେଲା ଦେହି ବାମ ଚକ୍ଷୁରୁ ଲୁହ ଝରି ତା ଦେଖି ସ୍ତମ୍ଭୀଭୂତ ହରି ରାଜା ଯେ ସତ୍ୟ ନ ରଖିଲା ଶରୀର ୟାର ଭ୍ରମ ହେଲା ନିଶତ ହଇଲା ରାଜନ ଦାନକୁ ଯୋଗ୍ୟ ନୁହେଁ ପୁଣ ଆଗମ ନିଗମ ଅଛଇ କଳ୍ପନା ଦାନ ଯୋଗ୍ୟ ନୁହିଁ ଏ ଦାନ ମୁହିଁ ନ ଘେନିବି ଅପୁତ୍ରୀ ଦୋଷକୁ ଲଭିବି ଏତେ କହି ନ ଉଭା ହେଲେ ମନ୍ଦେ ମନ୍ଦେ ଗମନ କଲେ ତହୁଁ ସେ ରାଣୀର ଉଦ୍ବେଗ କନ୍ଧେ ଘେନି ନ ଦକ୍ଷ ଅଙ୍ଗ ଆଗରେ ଉଗାଳିଲେ ଯାଇ ଋଷି ତୁ ନ ଯାଅ ଗୋସାଇଁ ରାଜା ସତ୍ୟ କୀର୍ତ୍ତି ନାଶୀନ କିମ୍ପା କରୁଛ ବିଡ଼ମ୍ବନ ବ୍ରାହ୍ମଣ ବଲଇ ସେ ଭାବି କଳ୍ପନା ଦାନ ନ ଘେନିବି ଆଗ ରାଣୀ ଶୁଣ ବଚନ ରାଜା ଯେ କଲେ କରୁଦନ ରାଣୀ ବୋଲେ ଶୁଣି ମା ହେଉ ତାହା ଚରିତ୍ର ଏବେ କହୁ ବାମ ଅଙ୍ଗ ମନେ ଭାବିଲା ଦକ୍ଷିଣ ଅଙ୍ଗ ପୁଣ୍ୟ କଲା ବିପ୍ରର ଉପକାରୀ ଯେଣୁ ପୁତ୍ର ପାଇବ ସେହୁ ତେଣୁ ବାମ ଅଙ୍ଗ ଛାର ମୁଁ ହେଲି କାହିଁରେ ଯୋଗ୍ୟତ ନହିଲି ଏହି ପ୍ରକାରେ ବାମ ଅଙ୍ଗ କାନ୍ଦିଲା ତା ଦେଖି ବିଭଙ୍ଗ ଏହା ଶୁଣି ହୃଷ୍ଟ ଶ୍ରୀହରି ଧନ୍ୟ ଗରାଣୀ ତୁ ଚତୁରୀ ଏକତ୍ରେ ବେନିୟଙ୍ଗ କରି ଫୁଙ୍କିଲେ ସୁମନ୍ତ୍ର ଉଚ୍ଚାରି ଜୀବ ପାଇନ ସେ ରାଜନ ପ୍ରଣାମ କରେ ପୁଣ ପୁଣ ନିଜ ରୂପ ଧରି ଶ୍ରୀହରି ଚାରି ଭୁଜରେ କୂଳ କରି ପୁତ୍ରକୁ ଜେହ୍ନେ ପିତା କୂଳ ଆନନ୍ଦ ହଇଲେ ବିହୋଳ ରାଜନ ଲୁଟଇ ଚରଣ ବଲେ ମତେ କର କାରଣ ମୁହିଁ ଯେ ସଂସାରେ ପତିତ ମତେ ଉଦ୍ଧାର ଲକ୍ଷ୍ମୀକାନ୍ତ ତୁମ୍ଭେ ନିର୍ଧନଙ୍କର ଧନ ପତିତ ଜନ ଉଦ୍ଧାରଣ କୋଟି ବ୍ରହ୍ମାଣ୍ଡକୁ ଉଦ୍ଧାର ଘଟେ ଘଟେ କର ବିହାର ସଂସାର ଖେଳ ଘର ପରି ଏ ଘୋର ସଂସାରୁ ଉଦ୍ଧରି ତୁମ୍ଭେ ଯେ ଅଟ ଜ୍ଞାନ ଦାତା ତୁମ୍ଭେ ଯେ ଦୁଃଖ ସୁଖ ଦାତା ମାତା ପିତା ଯେ ତୁମ୍ଭେ ଅଟ ତେଣୁ ମୋ ମନ ମତେ ଖଟ ଆଦି ଯେ ଅନ୍ତ ତୁମ୍ଭେ ଜାଣ ତେଣୁ ସେ ଗରୁଡ଼ ବାହନ ଯେଣୁ ସେ ଅନନ୍ତ ମୂରତି ନରକ ନାଶନ ଶ୍ରୀପତି ମୋର କୋଟିଏ ନମସ୍କାର ଏ ଘୋର ସଂସାରୁ ଉତ୍ତର ଏଣୁ ଶରଣ ଶ୍ରୀପୟରେ ଜନମ ନୁହିବ ସଂସାରେ ହସି ନାରାୟଣ ପ୍ରସନ୍ନ ସଧୀରେ କହନ୍ତି ବଚନ ଧନ୍ୟ ରାଜନ ସତ୍ୟବାଦୀ ମୁକତି ତହର ପ୍ରସିଦ୍ଧି ପରୀକ୍ଷା କଲି ବହୁତରେ ସତ୍ୟ ଭଗ୍ନ ନୁହିଲା ତରେ ସ୍ୱଦେହେ ଦୁଃଖ ତର ନୋହୁ ଅନ୍ତେ ବୈକୁଣ୍ଠ ପ୍ରାପ୍ତ ହେଉ ଏତେ କହିଣ ଅନ୍ତର୍ଧ୍ୟାନ ହେଲେ ସେ ପ୍ରଭୁ ଭଗବାନ ଅନ୍ତେଣ ବୈକୁଣ୍ଠ ପ୍ରାପତି ଶୁଣ ସୁଜନେ ଦୃଷ୍ଟମତି ଏ ଦାଢ୍ୟ ଗୀତ ଯେ ଶୁଣନ୍ତି ଅନ୍ତେ ଲଭନ୍ତି ମୁଖ୍ୟ ଗତି ଗ୍ରହ ପୀଡ଼ା ଦିନ ବାଧଇ ନିର୍ଧନ ଲୋକ ଧନ ପାଇ ଅପୁତ୍ରୀ ଜନ ପାଏ ପୁତ୍ର କାଷ୍ଟେ କାମ ଦେବ ପ୍ରାପତ ତତ୍ତରେ ଯେ জন ଶ୍ରବଣ ଯେ ଅବା କରନ୍ତି ଗାୟନ ବିଶ୍ୱାସ ମୂଳ ସାଧୁ ସେବା ଧର୍ମର ମୂଳ ଦୟା ଥିବା ସେ ପ୍ରଭୁ କଦମ୍ବ ମୂଳିଆ ସେ ପ୍ରଭୁ ମୟୂର ଚୂଳିଆ
ଗୁଞ୍ଜାମାଳିରେ ସେ ମଣ୍ଡିତ ଅଧରେ ମୁରଲି ଶୋଭିତ ଭଣେ ବିପ୍ର ରାମ ପାଦେ ମନ ମୋର ହୁଅ ପ୍ରମାଦେ କୃପା କର ହେ ସାଧୁ ସନ୍ଥ ଅନୁବ୍ରତେ ରହୁ ମୋ ଚିତ୍ତ ଅସାର ଅଟେ ଏ ସଂସାର ଏଥେ ହରି ଭଜନ ସାର ନୀଳାଚଳରେ ଯେହୁ ସ୍ଥିତ ତାଠାରେ ମୋ ମନ ଅର୍ପିତ ପଦ ପଦକେ ସୁଧାରସ ସୁଜନେ ନିରନ୍ତରେ ଘୋଷ ଏଥେ ନିର୍ମଳ ଚିତ୍ତ ଯାର ନିଶ୍ଚୟ ସେ ଭବୁ ହୁଏ ପାର ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଚନ୍ଦ୍ରଧ୍ୱଜ ଦାଢ଼୍ୟ ଭାବ ବର୍ଣ୍ଣନେ ନାମ 250 ଅଧ୍ୟାୟ।